ଆପଣଙ୍କର ଯଦି ଧନରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ନଭେମ୍ବର ମାସର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବହୁତ ଭାବରେ ଆପଣଙ୍କ ଜୀବନଟି ବଦଳିବାକୁ ଯାଉଅଛି। ଆପଣଙ୍କ ଜୀବନରେ ଯେଉଁ ମାନ ସମ୍ମାନର ହାନି ହେଉଥିଲା, ବାଦ ବିବାଦ ସୃଷ୍ଟି ହେଉଥିଲା ପାରିବାରିକ କ୍ଷେତ୍ରରେ, ଏବଂ ଆପଣଙ୍କର ଯେଉଁ ସବୁ ଅସୁବିଧା ଗୁଡ଼ିକ ଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ଧନୁରାଶିର ବ୍ୟକ୍ତିବିଶେଷମାନେ ବହୁତ ପରିଶ୍ରମୀ, ପରୋପକାରୀ ମନୋଭାବ ରଖିଥାନ୍ତି। ସେଥିପାଇଁ ଆପଣଙ୍କର ଗୁରୁ ସ୍ଥାନରେ ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନରେ ବିରାଜମାନ କରିଛନ୍ତି। ଏହି ନଭେମ୍ବର ଏବଂ ଡିସେମ୍ବର ପର୍ଯ୍ୟନ୍ତ 2 ମାସ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନରେ ପଞ୍ଚମ ଘରେ ବିରାଜମାନ କରିବେ। ଫଳରେ ଆପଣଙ୍କୁ ଧନ, ଜ୍ଞାନ, ବୃଦ୍ଧି, ବିଦ୍ୟା, ଧନ, ଜ୍ଞାନ, ବୃଦ୍ଧି, ବିଦ୍ୟା ଚାରୋଟି ଜିନିଷର ବହୁତ ମାତ୍ରାରେ ଆପଣଙ୍କ ପାଇଁ ପ୍ରାପ୍ତ ହେବ। ମନେ ରଖନ୍ତୁ, ଆପଣଙ୍କର ଯେଉଁ ସବୁ ସମସ୍ୟା ଦିଶୁଥିଲା, ପାରିବାରିକ କ୍ଷେତ୍ର ହେଉ କିମ୍ବା ଆପଣଙ୍କର ପର୍ସନାଲ ଲାଇଫ୍ ହେଉ, ଆପଣଙ୍କର ଚାକିରି କ୍ଷେତ୍ରରେ ହେଉ, ଆପଣଙ୍କୁ ଯେକୌଣସି ସମସ୍ୟା ହେଉଥିଲା, ବିବାହ କ୍ଷେତ୍ରରେ ହେଉ, ଆପଣ ଯେଉଁ ଭାଙ୍ଗି ପଡ଼ୁଥିଲେ, ଆପଣ କୌଣସି ଜିନିଷକୁ ନେଇ ଯେଉଁ ଚିନ୍ତା କରୁଥିଲେ, ଡିପ୍ରେସନକୁ ଯାଉଥିଲେ, ସେଗୁଡ଼ିକ ସବୁ ମଧ୍ୟ ଦୂର ହୋଇଯିବ। ଏହି ନଭେମ୍ବର ମାସର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନକୁ ଗୋଚର କରିବେ। ଫଳରେ ଆପଣଙ୍କର ଏହି ସବୁ ସମସ୍ୟା ଦୂର ହୋଇଯିବ ଏବଂ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଆପଣ ଯେଉଁ ଋଣରେ ବୁଡ଼ି ରହିଥିଲେ ତା ଋଣ ମଧ୍ୟ ସୁଝାଇ ଦେବେ। ଆପଣଙ୍କ ଜୀବନଟି ଏହି ନଭେମ୍ବର ମାସରୁ ପରିବର୍ତ୍ତନ ହେବାକୁ ଯାଉଅଛି। ତେଣୁ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ଥିବାରୁ ଏହା ସବୁ ପରିବର୍ତ୍ତନ ହେବ। କାରଣ ଦେବଗୁରୁ ବୃହସ୍ପତିଙ୍କୁ ଏକ ଧନର ରାଶି, ବୁଦ୍ଧିର ରାଶି, ଜ୍ଞାନର ରାଶି ମଧ୍ୟ କୁହାଯାଏ। ଏବଂ ନବଗ୍ରହ ମଧ୍ୟରେ ଦେବଗୁରୁ ବୃହସ୍ପତିଙ୍କର ଯେଉଁ ଘରେ ମଧ୍ୟ ଚଳନ ହୁଏ, ସେଥିପାଇଁ ଦେବଗୁରୁ ବୃହସ୍ପତି ଧନ ଏବଂ ଜ୍ଞାନର 1 ନମ୍ବର ଗୁରୁ ଅଟନ୍ତି। ତେଣୁ ଆପଣଙ୍କ ଜୀବନରେ ପଞ୍ଚମ ଭାଗରେ ଧନୁରାଶିର ବ୍ୟକ୍ତିମାନଙ୍କର ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ରହିଲେ। ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥାନରେ କିଏ ଅଛନ୍ତି। ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥାନରେ ବୁଧ ଏବଂ ଶୁକ୍ର ଏକତ୍ରିତ ହୋଇ ରହିଛନ୍ତି, ଯାହା ଆପଣଙ୍କ ଜୀବନଟିକୁ ଭଲ ଭାବରେ ସଞ୍ଚାଳିତ କରାଇବେ। ଆପଣଙ୍କର ଯେଉଁ ଆଣ୍ଠୁଗଣ୍ଠି ଜନିତ, ପେଟ ଜନିତ ସମସ୍ୟା ହେଉଥିଲା କିମ୍ବା ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ବାତ ରହୁଥିଲା, ସେଗୁଡ଼ିକ ସବୁ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ସ୍ୱାସ୍ଥ୍ୟ ଜନିତ ଜୀବନରେ ଆପଣଙ୍କର ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ତେଣୁ ଆପଣଙ୍କ ଜୀବନଟି ଏହି ନଭେମ୍ବର ମାସରୁ ବହୁତ ମାତ୍ରାରେ ଉନ୍ନତି ହେବାକୁ ଯାଉଅଛି। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣ ଓମ୍ ନମଃ ଶିବାୟ ଏବଂ ହରେ କୃଷ୍ଣ ମହାମନ୍ତ୍ରର ଜପ କରନ୍ତୁ। ଦେଖିବେ ଆପଣଙ୍କର ଅତ୍ୟନ୍ତ ମଙ୍ଗଳ ହେବ। ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ଶନି ହେଉଛନ୍ତି କର୍ମ ଫଳଦାତା। ଶନି ଆପଣଙ୍କର ଦ୍ୱାଦଶ ଘରେ ବିରାଜମାନ କରିଛନ୍ତି, ଯାହା ଆପଣଙ୍କ ପାଇଁ କିଛି ଭଲ ନୁହେଁ। ଯେତେ ମାତ୍ରାରେ ପାରିବେ ଆପଣଙ୍କର କର୍ମକୁ ସୁଧାରନ୍ତୁ, କିଛି ଭଲ କର୍ମ କରନ୍ତୁ। ଫଳରେ ଶନିଙ୍କର ଆପଣଙ୍କ ଉପରେ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର କର୍ମ ଅନୁଯାୟୀ ଆପଣଙ୍କୁ ଭଲ ଫଳ ମଧ୍ୟ ପ୍ରାପ୍ତ ହେବ। ତେଣୁ ଆପଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ, ଏହି ପବିତ୍ରର କାର୍ତ୍ତିକ ପୂର୍ଣ୍ଣିମା ଧର୍ମ ମାସର ଶେଷ ଦିନ ଠାରୁ ଆପଣ ଯେଉଁ ମାତ୍ରାରେ ଭଲ ମାତ୍ରାରେ କାର୍ଯ୍ୟ କରନ୍ତୁ, ଆପଣ ଭଲ କାର୍ଯ୍ୟ କରନ୍ତୁ। ଦାରିଦ୍ର ଲୋକ ହେଉ, ଗରିବ ଲୋକ ହେଉ, ବସ୍ତ୍ର ଦାନ କରନ୍ତୁ, କୌଣସି ଖାଦ୍ୟ ଦାନ କରନ୍ତୁ, ଆପଣ ଅର୍ଥ ଦାନ କରନ୍ତୁ, ଯେକୌଣସି ଭାବରେ ଆପଣ ସାହାଯ୍ୟ କରିପାରିବେ। ଯାହା ଫଳରେ ଶନିଙ୍କର ଆପଣଙ୍କ ଉପରେ କୃପା ହେବ ଏବଂ ଶନିଙ୍କର କୃପା ହେଲେ ଆପଣ ଧନ ରତ୍ନରେ ବିଜୟ ହୋଇଯିବେ ଏବଂ ଆପଣଙ୍କର ପାରିବାରିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ପାରିବାରିକ ସଂସାରରେ ଆପଣଙ୍କୁ ବହୁତ ମାନ ସମ୍ମାନ ମିଳିବ।
ଆପଣଙ୍କର ଯେଉଁ ବାଦ ବିବାଦ ସୃଷ୍ଟି ହେଉଥିଲା ସେଗୁଡ଼ିକ ସବୁ ମଧ୍ୟ ଦୂର ହୋଇଯିବ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଏହିସବୁ କାମ କରିଲେ ଆପଣଙ୍କର ମଙ୍ଗଳ ହେବ। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଧନୁରାଶିର ବ୍ୟକ୍ତିବିଶେଷ ମାନେ ବହୁତ ପରିଶ୍ରମୀ ଏବଂ ସାହସୀ ହୋଇଥାନ୍ତି। ତେଣୁକରି ଆପଣ ଯେତେ ମାତ୍ରାରେ ଏହିସବୁ ଗୁଡ଼ିକ ମାନିବେ ଆପଣଙ୍କର ମଙ୍ଗଳ ହେବ। ଏହି ନଭେମ୍ବର ମାସର କାର୍ତ୍ତିକ ପୂର୍ଣ୍ଣିମା ଠାରେ ଦେବଗୁରୁ ବୃହସ୍ପତିଙ୍କର ଚଳନ ହେତୁ ଆପଣ ଯେତେ ମାତ୍ରାରେ ମହାଦେବ ମନ୍ଦିର ଏବଂ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ, ମହାବୀର ମଧ୍ୟ ଯାତ୍ରା କରନ୍ତୁ, ଦେଖିବେ ଆପଣଙ୍କର ମଙ୍ଗଳ ହେବ। ଆପଣଙ୍କର ଯଦି ଧନୁରାଶି ହୋଇଥାଏ ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ, ଜୟ ହନୁମାନ, ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ରହୁଛି, ଧନ୍ୟବାଦ।